ଭାରତର କେଉଁ ନୋଟ୍ ଉପରେ ଗାନ୍ଧିଜୀଙ୍କ ଫଟୋ ଛପାଯାଏ ନାହିଁ? ଅପସନ୍ ଏ 1 ଟଙ୍କିଆ ନୋଟ୍ ଉପରେ, ଅପସନ୍ ବି 20 ଟଙ୍କିଆ ନୋଟ୍ ଉପରେ, ଅପସନ୍ ସି 100 ଟଙ୍କିଆ ନୋଟ୍ ଉପରେ, ଅପସନ୍ ଡି 500 ଟଙ୍କିଆ ନୋଟ୍ ଉପରେ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ 1 ଟଙ୍କିଆ ନୋଟ୍ ଉପରେ। ତେବେ ଫ୍ରେଣ୍ଡସ୍ 1 ଟଙ୍କିଆ ନୋଟ୍ ଉପରେ ଯାହାକି ଗାନ୍ଧିଜୀଙ୍କ ଫଟୋ ଛପାଯାଏ ନାହିଁ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଡ୍ରିମ୍ ସିଟି ଅଫ୍ ଇଣ୍ଡିଆ ବା ସ୍ୱପ୍ନର ସହର କାହାକୁ କୁହାଯାଏ? ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି ମୁମ୍ବାଇ, ଅପସନ୍ ସି ଦିଲ୍ଲୀ, ଅପସନ୍ ଡି ବାଙ୍ଗଲୋର। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ମୁମ୍ବାଇ। ତେବେ ଫ୍ରେଣ୍ଡସ୍ ଭାରତର ସ୍ୱପ୍ନର ସହର ଯାହାକି ମୁମ୍ବାଇକୁ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ପଶୁ ନିଜର ସବୁ କାମ ନାକ ଦ୍ୱାରା କରେ? ଅପସନ୍ ଏ ଭାଲୁ, ଅପସନ୍ ବି କୁକୁର, ଅପସନ୍ ସି ହାତୀ, ଅପସନ୍ ଡି ଜିରାଫ। ତେବେ ଫ୍ରେଣ୍ଡସ୍ ଉତ୍ତର ଜାଣିଥିଲେ ନିଶ୍ଚିତ କମେଣ୍ଟ କରନ୍ତୁ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ହାତୀ। ହାତୀ ତାର ନାକ ଦ୍ୱାରା ସବୁ କାମ କରିପାରେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଓଟ କେଉଁ ରାଜ୍ୟର ରାଜ୍ୟ ପଶୁ? ଅପସନ୍ ଏ ରାଜସ୍ଥାନ, ଅପସନ୍ ବି ଓଡ଼ିଶା, ଅପସନ୍ ସି ଗୁଜୁରାଟ, ଅପସନ୍ ଡି ପଞ୍ଜାବ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ରାଜସ୍ଥାନ। ତେବେ ଫ୍ରେଣ୍ଡସ୍ ରାଜସ୍ଥାନ ରାଜ୍ୟର ରାଜ୍ୟ ପଶୁ ହେଉଛି ଯାହାକି ଓଟ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କୁକୁର ବ୍ୟତୀତ ଅନ୍ୟ କେଉଁ ଜୀବକୁ ବମ୍ ଖୋଜିବା ପାଇଁ ଟ୍ରେନିଂ ବା ଶିକ୍ଷା ଦିଆଯାଏ? ଅପସନ୍ ଏ ପାରା, ଅପସନ୍ ବି ମହୁମାଛି, ଅପସନ୍ ସି ଘୋଡ଼ା, ଅପସନ୍ ଡି ମୂଷା। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ବି ମହୁମାଛି। ତେବେ କୁକୁର ବ୍ୟତୀତ ମହୁମାଛିକୁ ମଧ୍ୟ ବମ୍ ଖୋଜିବା ପାଇଁ ଟ୍ରେନିଂ ଦିଆଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କଟା ହୋଇଥିବା ପନିପରିବା ଧୋଇଲେ କେଉଁ ଭିଟାମିନ୍ ଚାଲିଯାଏ? ଅପସନ୍ ଏ ଭିଟାମିନ୍ ସି, ଅପସନ୍ ବି ଭିଟାମିନ୍ ଡି, ଅପସନ୍ ସି ଭିଟାମିନ୍ ଏ, ଅପସନ୍ ଡି ଭିଟାମିନ୍ କେ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଭିଟାମିନ୍ ସି। ତେବେ ଫ୍ରେଣ୍ଡସ୍ ସାଧାରଣତଃ ଆପଣ ଯେଉଁ ପନିପରିବା ବି ଧୋଇବେ ତାହେଲେ ଯଦି କିଛି ବି ପରିମାଣରେ ଭିଟାମିନ୍ ସି ଥାଏ ତ ନିଶ୍ଚିତ ତାହା ଚାଲିଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଗଛକୁ କାଟିଲେ ରକ୍ତ ବାହାରିଥାଏ? ଅପସନ୍ ଏ ଅଶ୍ୱତ୍ଥ ଗଛ, ଅପସନ୍ ବି ନିମ ଗଛ, ଅପସନ୍ ସି କଦଳୀ ଗଛ, ଅପସନ୍ ଡି ବ୍ଲଡ୍ ଉଡ୍ ଟ୍ରି। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ବ୍ଲଡ୍ ଉଡ୍ ଟ୍ରି। ଠିକ୍ ଅଛି, ତେବେ ତାହାର ନାମରେ ହିଁ ଆପଣ ଜାଣିଦେଲେ ଯାହାକି ସେଠୁ ସେଇ ଗଛକୁ କାଟିଲେ ତାହାର ରକ୍ତ ବାହାରେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମାଟିହାଣ୍ଡିର ଜଳ ପିଇଲେ କେଉଁ ରୋଗ ଭଲ ହୁଏ? ଅପସନ୍ ଏ କୋଷ୍ଠକାଠିନ୍ୟ, ଅପସନ୍ ବି ଚର୍ମ ସମସ୍ୟା, ଅପସନ୍ ସି ସନଷ୍ଟ୍ରୋକ୍, ଅପସନ୍ ଡି ଅମ୍ଳ ରୋଗ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଏହି ସମସ୍ତ। ତେବେ ଫ୍ରେଣ୍ଡସ୍ ମାଟି ହାଣ୍ଡିର ଯଦି ଜଳ ପିଅନ୍ତି ତାହେଲେ ଏହି ସମସ୍ତ ରୋଗ ଭଲ ହୁଏ। ତ ଦେଖନ୍ତୁ ଯେତେବେଳେ ମାଟି ହାଣ୍ଡିର ପାଣି ପିଅନ୍ତି, ମାଟିର ପାଣିରେ ଯେଉଁ ପାଣି ଆମେ ରଖେ ତାହେଲେ ସେଇ ଯେଉଁ ପାଣିର ସବୁ ଖରାପ ଅଂଶ ପୁରା ତଳକୁ ଚାଲିଯାଏ, ଯେଉଁଦ୍ୱାରା କି ପାଣିକୁ ପୁରା ବିଶୁଦ୍ଧ କରିଦିଏ ମାଟି ହାଣ୍ଡି। ସେଥିପାଇଁ ଏହାର ଉତ୍ତର ହେଲା ଏହି ସମସ୍ତ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଳକୁ ଖାଇଲେ ବାଳ ଝଡ଼ିବା ବନ୍ଦ ହୁଏ? ଅପସନ୍ ଏ ସେଓ, ଅପସନ୍ ବି କମଳା, ଅପସନ୍ ସି ଅଁଳା, ଅପସନ୍ ଡି ଡାଳିମ୍ବ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ଅଁଳା। ଅଁଳା ଫଳକୁ ଖାଇବା ଦ୍ୱାରା ବାଳ ଝଡ଼ିବା କିଛି ମାତ୍ରାରେ କମ୍ ହୋଇଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମଶା କାମୁଡ଼ିବା ଦ୍ୱାରା କେଉଁ ରୋଗ ହୁଏ? ଅପସନ୍ ଏ ପ୍ଲେଗ୍ ରୋଗ, ଅପସନ୍ ବି ଜଣ୍ଡିସ୍ ରୋଗ, ଅପସନ୍ ସି କ୍ୟାନ୍ସର, ଅପସନ୍ ଡି ଡେଙ୍ଗୁ। ତ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟରେ ଦିଅନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓଟି ଲାଭଟି ହେଉଛି ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଲାଲକିଲ୍ଲା ରହିଛି? ଅପସନ୍ ଏ ପାକିସ୍ତାନ, ଅପସନ୍ ବି ବାଂଲାଦେଶ, ଅପସନ୍ ସି ନେପାଳ, ଅପସନ୍ ଡି ଶ୍ରୀଲଙ୍କା।
तो फ्रेंड्स यार उत्तर होउछि ऑप्शन ए पाकिस्तान। तो फ्रेंड्स आपण माने समस्त जानछन्ती जहाँ कि आमर दिल्ली रे लाल किला रही तेबे आमर भारतर दुईटी जगह लाल किला रही यह सहित पाकिस्तान रे मध्य गोटे लाल किला रही। तो देखिबा वर्तमान परवर्ती प्रश्न भारत व्यतीत अन्य केउं देश रे ताजमहल रही? ऑप्शन ए पाकिस्तान, ऑप्शन बी बांग्लादेश, ऑप्शन सी नेपाल, ऑप्शन डी श्रीलंका। तो फ्रेंड्स यार उत्तर होउछि ऑप्शन बी बांग्लादेश। तो फ्रेंड्स बांग्लादेश रे जहाँ कि ताजमहल मध्य रही। तो देखिबा वर्तमान परवर्ती प्रश्न केउं गछ सर्वाधिक अम्लजान देइथाए? ऑप्शन ए निम्म गछ, ऑप्शन बी आंब गछ, ऑप्शन सी बर गछ, ऑप्शन डी अश्वत्थ वृक्ष। तो फ्रेंड्स यार उत्तर होउछि ऑप्शन डी अश्वत्थ गछ बा अश्वत्थ वृक्ष जहाँ कि सर्वाधिक अम्लजान देइथाए। तो देखिबा वर्तमान परवर्ती प्रश्न केउं देश रे सूर्य रात्रि 12 रे उदय होइथाए? ऑप्शन ए नॉर्वे, ऑप्शन बी जापान, ऑप्शन सी भारत, ऑप्शन डी इंग्लैंड। तो फ्रेंड्स यार उत्तर होउछि ऑप्शन ए नॉर्वे। तो फ्रेंड्स नॉर्वे देश रे जहाँ कि राति 12 रे सूर्य उदय होइथाए। तो देखिबा वर्तमान परवर्ती प्रश्न लाल रंगर नदी केउं देश रे प्रवाहित हुए? ऑप्शन ए वियतनाम, ऑप्शन बी जापान, ऑप्शन सी भारत, ऑप्शन डी इंग्लैंड। तो फ्रेंड्स यार उत्तर होउछि ऑप्शन ए वियतनाम। तो वियतनाम रु जहाँ कि चीन पर्यंत से लाल रंगर नदी प्रवाहित होइथाए। तो देखिबा वर्तमान परवर्ती प्रश्न जनसंख्या दृष्टि सबुठारु बड़ देश केउंटी? ऑप्शन ए रूसिया, ऑप्शन बी भारत, ऑप्शन सी चीन, ऑप्शन डी अमेरिका। तो फ्रेंड्स यार उत्तर होउछि ऑप्शन बी भारत। तो फ्रेंड्स जहाँ कि वर्तमान जहाँ कि भारतर सबुठारु अधिक जनसंख्या हो सारी जहाँ कि पूर्व चीन थिला। तो देखिबा वर्तमान परवर्ती प्रश्न क्षेत्रफल दृष्टि सबुठारु बड़ देश केउंटी? ऑप्शन ए रूसिया, ऑप्शन बी भारत, ऑप्शन सी चीन, ऑप्शन डी अमेरिका। तो फ्रेंड्स यार उत्तर होउछि रूसिया। तो फ्रेंड्स रूसिया जहाँ की जगह बा एरिया अनुसार सबुठारु बड़ देश, जनसंख्या अनुजाई भारत होउछि सबुठारु बड़ देश। तो देखिबा वर्तमान परवर्ती प्रश्न मनुष्य पर सबुठारु चालाक बा चतुर प्राणी किए? ऑप्शन ए कुकुर, ऑप्शन बी बिलुआ, ऑप्शन सी शिम्पांजी, ऑप्शन डी मांकड़। तो फ्रेंड्स यार उत्तर होउछि ऑप्शन सी शिम्पांजी। तो मनुष्य पर सबुठारु चालाक प्राणी शिम्पांजी को कुहा जाए। तो देखिबा वर्तमान परवर्ती प्रश्न कला हीरा काहाकु कुहा जाए? ऑप्शन ए अंगार, ऑप्शन बी कोयला, ऑप्शन सी पेट्रोल, ऑप्शन डी कॉफी। तो फ्रेंड्स यार उत्तर होउछि ऑप्शन बी कोयला। तो फ्रेंड्स कोयला को जहाँ की कला हीरा बा ब्लैक डायमंड कुहा जाए। तो देखिबा वर्तमान परवर्ती प्रश्न वर्तमान भारत रे केतोटी राज्य रहिछि? ऑप्शन ए 28टी, ऑप्शन बी 30टी, ऑप्शन सी 26टी, ऑप्शन डी 32टी। तो फ्रेंड्स यार उत्तर होउछि ऑप्शन ए 28टी। तो फ्रेंड्स वर्तमान आम भारत रे मोट 28टी राज्य रही। तो फ्रेंड्स वीडियो आज एतिकी भल वीडियो को लाइक करने सहित चैनल टी को सब्सक्राइब करंतु। जय जगन्नाथ।